ଓ ନାରାୟଣ ନମସ୍କୃତଂ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀ ବ୍ୟାସ ତତୋ ଜୟମୁଦ୍ରା ବେଦେ ରାମାୟଣେ ଚୈବ ପୁରାଣେ ଭାରତେ ତଥା आदौ चान्ते च मध्ये च हरिसर्वत्र गीयते नमामि रामं रघुवंशमोख्यं नमामि रामं सुरकल्पवृक्षं नमामि रामं कमलायताक्षं नमामि रामं रघुनंदनाख्यं श्रीराम जय जय राम जय रघुनंदन जय घनश्याम भक्तवत्सल भगवान की जय मर्यादा पुरुष राम नारायण की जय झंकड़वासिनी माँ शारदा को जय स्वर्गमर्त पाताल की जय चंद्र सूर्य देवता को जय जल अग्नि देवता को जय 33 कोटि देवता को जय 10 दिगपाल को जय मोर प्रिय श्रोता बंधु आपण मान को नमस्कार करी आरंभ करने को जाऊँ ये धारावाहिक संपूर्ण रामायण कथा आपण माने दयाकरी संपूर्ण शुणवे रामायण कथा परा आगे दरखंडिया करके शुणती ना रामायण कथा हो कृष्ण कथा हो जगन्नाथ कथा हो देवदेव महादेव कथा हो आपको दरखंडिया करके शुणती ना शुणिले फल मिलनी उल्टी अनिष्ट हो पारे तेणु आपण मैंने संपूर्ण शुणवे आउ वीडियो टी सब्सक्राइब करेंगे लाइक टे करेंगे आपण मैंने शुणुले गोटे बेश्यार केते बुद्धि ऋष्य श्रृंग को आणुची बाटर आज आ गोटे कथा शुणवे मर्यादा पुरुष राम रावण युद्ध होता तांक भीतर जदि गुरु किए कह जाए समस्त कहे जगत कर्ता राम गुरु समस्त कहे किंतु आश्चर्य कथा किसी समय पर हो बरम रावण गुरु होती तापर आ गोटे कथा आप शुणवे आगु समस्ते ससुर को जो प्रणाम करती किंतु आप शुणवे ससुर जो की प्रणाम कर आश्चर्य कथा देवदेव महादेव हेले ज्वाई दक्ष सतीरा जिते पार्वती देवी पूर्वर सती की विवाह करते दक्ष राजा झील सती यज्ञ स्वामी निंदा शुणी झाँस देते महादेव जाते अनुचर दक्ष मुंड को हाणी देते ब्रह्मा कहले बहुत मन दुख पुत्रर मरण किए सहीपर देवदेव महादेव कहले कहीं तुमर मन दुख ब्रह्मा कहले मो पुत्र को जीवदान दियतु यदि दोष कर जीवदान दियतु कहले एठी तो ता मुंड को तो सब चोबे खाई सारे जीवदान देवा केमती
ହଉ ଏଠି ଯେଉଁ ପଶୁ ସବୁ ଯଜ୍ଞରେ ବଳି ପଡ଼ିଥିଲେ ସେଇ ମୁଠୁ ଗୋଟେ ଆଣ ଯୋଡ଼ିଦେବା ଆଉ କ'ଣ ଯୋଡ଼ିଦେଲେ ଦକ୍ଷଙ୍କର ଛେଳି ମୁଣ୍ଡ ମେ ହେଇ କୁହନ୍ତି ଆଉ କଥା କହିପାରିବ ନା। ଦେବଦେବ ମହାଦେବଙ୍କ ପାଖରେ ଯିଏ ଦ୍ରୋହ କରେ ସେ ଏଇଭଳି ଦୁର୍ଦ୍ଦଶା ତାଙ୍କର ହୁଏ। ଜୀବନ ପାଇକି ଉଠିଲେ ଦକ୍ଷ ନମସ୍କାର କରେ। ଯେଉଁ ଦେବଦେବ ମହାଦେବଙ୍କୁ ନିନ୍ଦା କରୁଥିଲେ ସିଏ ହେଲେ ବନଚର, ଗୋଡ଼ରେ ରକ୍ତ ମାଂସ ଲାଗିଥିବ, ନିନ୍ଦା କରିଥିଲେ। ସେଇ ଦକ୍ଷ ହାତ ଯୋଡ଼ିକି ନମସ୍କାର କରିଥିଲେ। ହଉ ଆମେ ଶୁଣିବା ଜନତା ବେଶ୍ୟା ଋଷ୍ୟଶୃଙ୍ଗଙ୍କୁ ଡଙ୍ଗାରେ ଆଣୁଛୁ ବୋଲି ଋଷ୍ୟଶୃଙ୍ଗ ଜାଣିନାହାନ୍ତି। ରତ୍ନ ପଲଙ୍କ ପଡ଼ିଛି ନୌକାରେ, ବେଶ୍ୟାଙ୍କ ସହିତ ବଶବର୍ତ୍ତୀ ହେଇଯାଇଛନ୍ତି। ବେଶ୍ୟା ନାଚୁଛନ୍ତି, ଯେମିତି ବେଶ୍ୟା ଯେମିତି ନାଚନ୍ତି ବିଭିନ୍ନ ଭଙ୍ଗୀରେ। ଆପଣ ତ ଦେଖିଥିବେ ବେଶ୍ୟା ଯେମିତି ନାଚନ୍ତି ତାଙ୍କର ଆଉ ଲଜ୍ଜା ନଥାଏ, ଲୁଗାପଟା ଖସି ଯାଇଥାଏ। ସେତେବେଳକୁ ଋଷ୍ୟଶୃଙ୍ଗଙ୍କର ବେଶ୍ୟା ମନ ମୋହି ନେଲେଣି। ଜଳତା ବେଶ୍ୟା ନାବିକକୁ ଠାରୁ ଦ୍ରୁତ ଗତିରେ ଡଙ୍ଗା ଚାଲିଛନ୍ତି। ବେଶ୍ୟାଙ୍କ ମେଳରେ ଋଷ୍ୟଶୃଙ୍ଗ ଏତେ ଭୋଳ ଯେ ଡଙ୍ଗା ଚାଲିଛି ବୋଲି ଆଉ ଡଙ୍ଗାରେ ଇଏ ବସିଛନ୍ତି, ଡଙ୍ଗାରେ ପଲଙ୍କ ରତ୍ନ ପଲଙ୍କ ପଡ଼ିଛି ସେଥିରେ ବସିଛନ୍ତି। ତାଙ୍କର ଆଉ ସେ କଥା ତାଙ୍କୁ ଜଣା ନାହିଁ। ଚପାବତୀ ନଗରରେ ପହଞ୍ଚିଗଲେ। ଜଳତା ବେଶ୍ୟା ଋଷ୍ୟଶୃଙ୍ଗ ମୁନିକୁ କହିଲେ ଏଇଟା ହେଉଛି ଅଙ୍ଗ ଦେଶ। ଏ ଅଙ୍ଗ ଦେଶର ରାଜା ଲୋମପାଦ ଏଠି ରାଜତ୍ୱ କରନ୍ତି। ଅତି ଦୃଢ଼ ଭକ୍ତିରେ ମୋତେ ପଠାଇଥିଲେ, ବହୁ କଷ୍ଟରେ ମୁଁ ତୁମକୁ ଆଣିଛି। ଏ ଦେଶରେ ବ୍ରାହ୍ମଣ ଅଭିଶାପରେ ବର୍ଷା ହେଉନାହିଁ। 12 ବର୍ଷ ବିତିଗଲାଣି। ନାରଦ ରାଜାଙ୍କୁ କହିଲେ ଋଷ୍ୟଶୃଙ୍ଗକୁ ତୁମେ ଯଦି ଆଣିପାରିବ, ସେ ଯଦି ଆସିକି ତୁମ ଦେଶରେ ବିଜେ କରିବେ ତାହେଲେ ବର୍ଷା ସୁନିଶ୍ଚିତ ହେବ। ହେ ମୁନିବର, ମୁଁ ପୁରୁଷ ନୁହେଁ କି ଯତି ବି ନୁହେଁ। ରାଜାଙ୍କ କଥାରେ ମୁଁ ତୁମକୁ ଛନ୍ଦ କପଟ କରିକି ଆଣିଛି। ଧରି ପକାଇଲେ ଜଳତା ବେଶ୍ୟା ଋଷ୍ୟଶୃଙ୍ଗଙ୍କ ପାଦ, ମୋର ଦୋଷ କ୍ଷମା କରନ୍ତୁ ମୁନିବର। ତାପରେ ଜଳତା କହିଲା, ହେ ମହାମୁନି, ଦେଖନ୍ତୁ ଏ ଦେଶର ଲୋକେ କେମିତି ଜଳ ବିନା ଆକୁଳ ହେଉଛନ୍ତି। ଟିକେ ଇନ୍ଦ୍ରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ, ବର୍ଷା ହେଉ। ଅତି ବିନୟରେ ଅତି ଭୟରେ ଜଳତା ମୁନିବରଙ୍କୁ କହୁଛନ୍ତି। ଜଳତାର ମୋର ପ୍ରିୟ ଶ୍ରୋତା ବନ୍ଧୁ, ଦେଖନ୍ତୁ ଗୋଟେ ବେଶ୍ୟାର କେତେ ଭକ୍ତି। ଜଳତା ବେଶ୍ୟାର ଭକ୍ତିରେ ଖୁସି ହୋଇ ଚାହିଁଲେ ଉପରକୁ। ଋଷ୍ୟଶୃଙ୍ଗ କହିଲେ, ହେ ଇନ୍ଦ୍ର, ଏବେ ବରସନ୍ତୁ। ଆପଣମାନେ ଶୁଣିଛନ୍ତି ଆଗରୁ ଇନ୍ଦ୍ର ବର ଦେଇଛନ୍ତି। ମୁନିଙ୍କ ବାକ୍ୟରେ ଘୋର ତୋର ବର୍ଷା ହେଲା। ନଦୀ, ପୁଷ୍କରିଣୀ, ଜମିବାଡ଼ି ସବୁଆଡ଼େ ଜଳପୂର୍ଣ୍ଣ ହୋଇଗଲା। ରାଜା ଭାବିଲେ ଜଳତା ବୋଧେ ଋଷ୍ୟଶୃଙ୍ଗକୁ ଆଣିଲା। ସଙ୍ଗେ ସଙ୍ଗେ ଆସିଲେ। ପାନିକି ଆଉ ଲୋକ ସେଥିରେ ଆଣିଛନ୍ତି। ମୁନିଙ୍କ ପାଦ ତଳେ
साष्टांग प्रणिपात हो गले। तापरे ऋष्यशृंग को पानिकी बसवा कहले। जरता ऋष्यशृंग मुनि पादर पुणी प्रणिपात कर तार निज गृह गला। लोमपाद राजा ऋष्यशृंग को नहीं राजबाटी गोटे सुंदर गृह रखिले। मुनि बहुत सुखरे थांती। लोमपाद राजा दशरथ ठारू जो शांता नाम कन्याटी आनी सी से तार से यौवन काल दिने ऋष्यशृंग शांता कन्या को देखिले। बयस तार यौवन बयस ये बेसिया कौन ताठू आ सुंदर राजकन्या। राजा कहले राजा ये कन्याटी को आंब को प्रदान कले केमिति होता। लोमपाद राजा बहुत खुशी हो गले। सम्मत कले विवाह आयोजन कले। रजार कथा बहुत भल भाव प्रशासन कले। नगर सारा बुलेले। विवाह कार्य शेष है। सुना हीरा मोती माणिक सबु प्रकार यौतुक ऋष्यशृंग को देले। जो घर कोठरी ऋष्यशृंग थिले से घर रखिले सब यौतुक जिनस। गाई 100टी देले। गोटे नुआ गुआल तैयारी कले। तांको गाई सहित आ रखिले। यौतुक गाई 100टी की नुआ गुआल रखिले। ऋष्यशृंग बहुत खुशी होता। तेणे शांता कन्या सहित ऋष्यशृंग मुनि बहुत खुशी रे थांती। मोर प्रिय श्रोता बंधु एक कथा आपन को टिके आश्चर्य लगुव। आपण भावुवे काल मिछ हो ये शास्त्र कथा। अंग देश थांती ऋष्यशृंग। तेणे विवाह न करुसी तपस्या से फेरला बेलू आश्रम देखिले आउ ऋष्यशृंग ना। जा हो हरिण माँ हे बरंग विवाह को खोजिले। गोटे पुत्र उच्च स्वर डाकिले। बहुत आखिर लतक गड़ाइले। ये तो दैवर कथा श्रोता बंधु। एभली चिंता करी बहुत चिंतामग्न मुनि हो गले। मूर्छागत भी हो गले। पुणी केता पाइला परे जी बण पशु देखती पचारती मो पुत्र को देखिछ कि पागल परी एणे तेणे चाहूँ तापर मन पड़गला काली पुओ कहूला ऋषिगण मैंने आसते सी तो ऋषिगण नुहति से मैंने निशाचरी से मैंने बोधे हरण कर मुनिवर बहुत दुखरे रागरे कहता अभिशाप देवी किंतु सब तो दैव बलांत नान्य बल
ଦେବତାଙ୍କ ମାୟାରେ ପୁଣି ଭୁଲି ଯାଆନ୍ତି, କାହିଁକିନା ସେ ମଙ୍ଗଳ ପାଇଁ ଯାଇଛନ୍ତି ତ। ତାପରେ ଅତି ଦୁଃଖରେ ବିଭାଣ୍ଡକ ମୁନି ଜୀବନଯାପନ କରୁଥାନ୍ତି। ତାପରେ ମୋର ପ୍ରିୟ ଶ୍ରୋତା ବନ୍ଧୁ ଅଙ୍ଗଦେଶ କଥା ଶୁଣନ୍ତୁ। ଦିନେ ଜରତା ବେଶ୍ୟା ଆସି ଲୋମପାଦ ରାଜାଙ୍କୁ କହିଲା, ମହାରାଜ, ତୁମ୍ଭ ନିର୍ଦ୍ଦେଶରେ କୁଟକପଟ କରି ମୁଁ ଋଷ୍ୟଶୃଙ୍ଗକୁ ଆଣିଲେ ପୁତ୍ରକୁ ନ ପାଇ ଯଦି ବିଭାଣ୍ଡକ ମୁନି ଅଭିଶାପ ଦେବେ, ଆମେ କ'ଣ ଅଭିଶାପ ସହ୍ୟ କରିପାରିବା? ମହାରାଜ, ଗୋଟିଏ ଉପାୟ କରନ୍ତୁ। ଋଷ୍ୟଶୃଙ୍ଗକୁ ଯେଉଁ ଯୌତୁକ ଦ୍ରବ୍ୟ ଦେଇଛନ୍ତି ତାକୁ ପଠାଇ ଦିଅନ୍ତୁ। ପୁତ୍ରର ମଙ୍ଗଳ କଥା ଶୁଣି ମୁନି ଶାନ୍ତ ହୋଇଯାଇପାରନ୍ତି। ରାଜା ବିଚାର କଲେ, ଜରତା ଠିକ୍ କହୁଛି। ସମସ୍ତ ଜିନିଷପତ୍ର ତ ଗୋଟିଏ ଜାଗାରେ ଠୁଳ ହୋଇଥିଲା। ଲୋକ ଯୋଗାଡ଼ କରି ଜିନିଷପତ୍ର ସହିତ 100ଟି ଗାଈ ଆଉ ଯେତେ ଅଳଙ୍କାର, ବିବାହ କାର୍ଯ୍ୟରେ ଯେତିକି ଜିନିଷ ଝିଅ ଘରକୁ ଯାଏ ସେ ତ ରଜାହାର କଥା ପଠାଇଦେଲେ। ସେ ତ ଆଉ ଜାଣିନାହାନ୍ତି ବିଭାଣ୍ଡଙ୍କ ଆଶ୍ରମ। ଲୋକମାନେ ଗଲେ ଗୋଟେ ଗଛ ମୂଳରେ ଜିନିଷପତ୍ର ଆଉ ଗାଈକି ଛାଡ଼ିଦେଲେ। ଗାଈ ଚରୁଛନ୍ତି, ବସିଲେ। ସେଠି କୋଉ ଲୋକ ବାଗ ଅଛି କାହାକୁ ପଚାରିବେ? ଯଦି କେଉଁଠୁ ଗୋରୁ ହଜିଯାଆନ୍ତି ତାହେଲେ ଲୋକ ଯାଇ ଖୋଜନ୍ତି, ଗାଈ ପଲକୁ ନଜର ରଖିଥାନ୍ତି। ଏ ତ ଦୈବର ଯୋଗ। ବିଭାଣ୍ଡକ ମୁନି ତପସ୍ୟା ଶେଷ କରି ସେଇ ବାଟରେ ଆସୁଥିଲେ, ଦେଖିଲେ ଗାଈ ପଲ ଚରୁଛନ୍ତି। ଏତେ ଗୁଡ଼ିଏ ଗାଈ, କେତେବେଳେ ଗୋଟେ ଦୁଇଟା ଗାଈ ବାଟ ଭୁଲିକି ଚାଲି ଆସନ୍ତି, ଆଜି କ'ଣ ଏତେ ଗାଈ ଚରୁଛନ୍ତି? ପଚାରିଲେ, ଆରେ କାହାର ଏ ଗାଈ? ଏ ଘୋର ବଣକୁ କାହିଁକି ଚରେଇବାକୁ ଆଣିଛ? ଏଠି ବାଘ ଭାଲୁ ଅଛନ୍ତି। ଲୋକମାନେ କହିଲେ, ଏ ଗାଈ ଋଷ୍ୟଶୃଙ୍ଗଙ୍କର, ତାଙ୍କ ଶ୍ୱଶୁର ପଠାଇଛନ୍ତି। ଲୋମପାଦ ରାଜା ତାଙ୍କର ଗୋଟିଏ ଶାନ୍ତା ନାମରେ ଗୋଟିଏ ସୁନ୍ଦରୀ କନ୍ୟା ସହିତ ଋଷ୍ୟଶୃଙ୍ଗଙ୍କର ବିବାହ କରାଇ ତାଙ୍କ ଘରେ ବହୁତ ସୁଖରେ ଋଷ୍ୟଶୃଙ୍ଗ ମୁନି ଅଛନ୍ତି। ଆମ୍ଭେ ଅଙ୍ଗ ଦେଶରୁ ଆସିଛୁ, ଆମକୁ ଟିକେ ବିଭାଣ୍ଡକ ମୁନିଙ୍କ ଆଶ୍ରମ ଦେଖେଇ ଦିଅ। ନିଜେ ତ ବିଭାଣ୍ଡକ, ଆମେ ଗାଈ ଆଉ ସବୁ ଜିନିଷ ତାଙ୍କ ପାଖରେ ସମର୍ପଣ କରିକି ଯିବୁ। ବିଭାଣ୍ଡକ ମନେ ମନେ ବହୁତ ଖୁସି ହେଲେ, କହିଲେ, ଯାହା ହଉ ମୋ ବଂଶ ତ ରକ୍ଷା ହେଇଗଲା, ମୋର ତ ବୁଡ଼ିଥାନ୍ତା। ଯାହା ହଉ ସେ ଯେଉଁ ସ୍ୱର୍ଗ ଅପ୍ସରୀ ତାଙ୍କ ଦୟାରୁ, ହରିଣ ଦୟାରୁ ମୋର ଗୋଟେ ପୁଅ ହୋଇଥିଲା। ଯାହା ହଉ ମୋର ପୁଅ ଏବେ ବିବାହ କରିସାରିଛି, ବଂଶ ରକ୍ଷା ହେଇଗଲା। ସେଠୁ ବିଭାଣ୍ଡକ ଋଷି ଆଶ୍ରମ ଦେଖାଇଦେଲେ, ସବୁ ଜିନିଷପତ୍ର ରଖିଲେ, ଲୋକମାନଙ୍କୁ ଫଳମୂଳ ଖାଇବାକୁ ଦେଲେ। ଲୋକମାନେ ଯାଇ ଲୋମପାଦ ରାଜାଙ୍କୁ ସବୁ ସମାଚାର ଜଣାଇଲେ। ତାପରେ ଲୋକମାନେ ତାଙ୍କ ନିଜ ନିଜ ଗୃହକୁ ଗଲେ। ସେତିକି ବେଳେ ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆପଣ ପୂର୍ବରୁ ଶୁଣିଲେ ଦକ୍ଷ ରାଜାଙ୍କ ଜ୍ୱାଇଁ ଦେବଦେବ ମହାଦେବ ସେ ମହାଦେବକୁ ପ୍ରଣାମ କରିଥିଲେ। ଆଉ ଜଣଙ୍କ କଥା ଶୁଣିଲେ, ଲୋମପାଦ ରାଜା ଋଷ୍ୟଶୃଙ୍ଗଙ୍କ ଶ୍ୱଶୁର ଲୋମପାଦ ରାଜା ଜ୍ୱାଇଁକି ପ୍ରଣାମ କଲେ। ଆଉ ଜଣଙ୍କ କଥା ଶୁଣନ୍ତୁ। ସେତେବେଳେ ସେହି ସମୟରେ
ଦଶରଥ ରାଜାଙ୍କର ପୁତ୍ରପଷ୍ଟ ରାବଣ ତ ତା ପୂର୍ବରୁ ନେଇଯାଇଛି ହରଣ କରି ବ୍ରହ୍ମଚର୍ଯ୍ୟ। ଦଶରଥ ରାଜା ତଳକୁ ମୁହଁ କରିକି ବସିଥାନ୍ତି। ସେହି ସମୟରେ ବଶିଷ୍ଠ ଯାଇ ପହଞ୍ଚିଲେ। ରାଜା କାହିଁକି ଚିନ୍ତିତ ହେଉଛନ୍ତି? ଯେକୌଣସି କାର୍ଯ୍ୟରେ ବେଶୀ ଚିନ୍ତା କଲେ ସେ କାର୍ଯ୍ୟ ନଷ୍ଟ ହୁଏ। ଚିନ୍ତା ନ କରି ଉଦ୍యోଗ କରିବା ବହୁତ ଭଲ। ଗୋଟେ କାମ କର। ରାଜା କହିଲେ, କୁହନ୍ତୁ ମୁନି। ବଶିଷ୍ଠ କହିଲେ, ତମର ଯେଉଁ ସାଙ୍ଗ କ'ଣ? ସେ ତମର ଭାଇ କହିଲେ ଚଳେ। ତମ ଝିଅକୁ ସେ ଝିଅ କରିକି ନେଇଛି। ଲୋମପାଦ ରାଜା ଘରକୁ ଯାଅ। ସେଠି ତୁମ ଯେଉଁ ଶାନ୍ତା ନାମକ କନ୍ୟା ଲୋମପାଦରେ ନେଇଥିଲେ, ସିଏ ଋଷ୍ୟଶୃଙ୍ଗକୁ ବିବାହ କରି ସାରିଲେଣି। ତାଙ୍କର ଆଉ ଅନାବୃଷ୍ଟି ନାହିଁ। ତୁମେ ଯାଅ ଋଷ୍ୟଶୃଙ୍ଗକୁ ଆଣିକି ଯଜ୍ଞ କର। ସେ ବହୁତ ସାହାଯ୍ୟ କରିବେ। ସେ ତ ତୁମର ମୈତ୍ର, ଭାଇ, ସଖା ସବୁ କିଛି। ଆଗେ ଲୋମପାଦ ରାଜାକୁ ଦେଖା କର, ତାପରେ ସିଏ ଋଷ୍ୟଶୃଙ୍ଗ ସହିତ ତୁମକୁ କଥା କରେଇଦେବେ। ଗଲେ ଦଶରଥ ରାଜା। ଲୋମପାଦ ରାଜା କେବେଠାରୁ ଝିଅ କରିକି ନେଇଥିଲେ, ଛୋଟିଆଟେ ହେଇଥିଲା। ସେ ସେତେବେଳକୁ ଯୁବତୀ ହେଇସାରିଲାଣି। ଯୁବତୀ ହେଇକି ବିବାହ କରିସାରିଲାଣି ଜଣେ ଋଷିଙ୍କୁ। ଲୋମପାଦ ରାଜା ଦେଖିକି ବହୁତ ଖୁସି ହେଲେ। ଦୂରରୁ ଦଶରଥଙ୍କୁ ନମସ୍କାର କରିବା ସହିତ ପାଛୋଟି ନେଲେ। ରାଜ ପରିଚ୍ଛଦରେ ଖାଦ୍ୟପେୟ ଦଶରଥ ରାଜାଙ୍କୁ ଦେଲେ। ପରସ୍ପର ଦୁଃଖ ସୁଖ ହେଲେ। ତାପରେ ଲୋମପାଦ ରାଜା ପଚାରିଲେ, ତୁମକୁ ଦେଖିକି ମୁଁ ବହୁତ ଆନନ୍ଦିତ। ତୁମ ମୋ ଭିତରେ କିଛି ଭିନ୍ନ ନାହିଁ। ତୁମ୍ଭର ଯାହା ହିତ ମୋର ବି ସେ ହିତ। ଏତି କଥା ଶୁଣି ଦଶରଥ ରାଜା ଆଖିରୁ ଧାର ଧାର ଲୋତକ ଗଡ଼େଇଲେ। କାହିଁକିନା ଅପୁତ୍ରିକ ସିଏ। କାନ୍ଦି କାନ୍ଦି କହିଲେ, ମୁଁ ପୁତ୍ର ପାଇଁ ଦୁଃଖିତ। ମୋତେ ଯଦି ଟିକେ ସାହାଯ୍ୟ କରିବ ତାହେଲେ ମୁଁ ଖୁସି ହେବି। ଲୋମପାଦ ରାଜା କହିଲେ, ସାହାଯ୍ୟ କ'ଣ? ଯାହା କହିବ ମୁଁ ସବୁ କିଛି ସାହାଯ୍ୟ କରିବାକୁ ପ୍ରସ୍ତୁତ। ଦଶରଥ ରାଜା କହିଲେ, ମୋତେ ବଶିଷ୍ଠ ପଠାଇଥିଲେ। ଲୋମପାଦ ରାଜା ଘରେ ଋଷ୍ୟଶୃଙ୍ଗ ଅଛନ୍ତି। ତାଙ୍କୁ ଅଯୋଧ୍ୟା ଆଣିକି ପୁତ୍ରେଷ୍ଟି ଯଜ୍ଞ କର। ସେଇଥିପାଇଁ ମୁଁ ଆସିଥିଲି। ଲୋମପାଦ ରାଜା କହିଲେ, ଏଇ କଥା, ଚାଲ। ଗଲେ ଦି ଜଣ ଯାକ ଗଲେ ଋଷ୍ୟଶୃଙ୍ଗକୁ ସାକ୍ଷାତ କରିଲେ। ଦଶରଥ ରାଜା ଋଷ୍ୟଶୃଙ୍ଗଙ୍କ ପାଦ ତଳେ ପଡ଼ି କହିଲେ, ହେ ମୁନିବର, ମୁଁ ଯେଉଁ କାର୍ଯ୍ୟରେ ଅଛି ମୋତେ ଟିକେ କଲ୍ୟାଣ କରନ୍ତୁ। ମୁନି କଲ୍ୟାଣ କଲେ। ମୁନି କହିଲେ, କି କାର୍ଯ୍ୟରେ ଆସିଛନ୍ତି? ଲୋମପାଦ କହିଲେ, ଇଏ ହେଉଛନ୍ତି ଅଯୋଧ୍ୟାର ରାଜା ଦଶରଥ, ତୁମ୍ଭର ଶ୍ୱଶୁର ହେବେ। ତୁମର ପତ୍ନୀ ଶାନ୍ତା ମୋର ପାଳିତା କନ୍ୟା। ତାଙ୍କର ନିଜ ବାପା ହେଲେ ଦଶରଥ ରାଜା। ଦଶରଥ ରାଜାଙ୍କର ସେ ନିଜ କନ୍ୟା। ଏତିକି ଶୁଣି ଋଷ୍ୟଶୃଙ୍ଗ ଦୁଇ ରାଜାଙ୍କୁ ବସିବାକୁ କହିଲେ। ତାପରେ ଦଶରଥଙ୍କୁ ରାଜ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ସବୁ ପଚାରିଲେ। ଦଶରଥ ରାଜା ସବୁ ପ୍ରଶ୍ନର ଉତ୍ତର ଦେଲେ। ଗଦଗଦ କଣ୍ଠରେ କହିଲେ, ତୁମ୍ଭ ପ୍ରସାଦରୁ ସବୁ କୁଶଳରେ ଅଛନ୍ତି, କିନ୍ତୁ ଗୋଟିଏ ମୋର ଦୁଃଖ, ମୁଁ ପୁତ୍ରହୀନ। ସେଇଥିପାଇଁ ମୁଁ ବହୁତ ଦୁଃଖିତ। ବୟସ ମୋର 9000 ବର୍ଷ ହେଲାଣି।
ବର୍ତ୍ତମାନ ପର୍ଯ୍ୟନ୍ତ 17 ରାଣୀ କାହାରି ଠାରୁ ପୁତ୍ର ଜାତ ହୋଇନାହିଁ। ପୂର୍ବ ଜନ୍ମରେ ମହାପାପ ମୁଁ କରିଛି। ମୋ ଉପରେ ରଘୁବଂଶ ଲୋପ ହେବାକୁ ଯାଉଛି। ହେ ମହାଭାଗ, ମୋ ସହିତ ଅଯୋଧ୍ୟାକୁ ଚାଲନ୍ତୁ। ଆମ ରାଜବାଟୀରେ ପୁତ୍ରେଷ୍ଠି ଯଜ୍ଞ ଆୟୋଜନ ଚାଲିବ, ତାକୁ ସମାପନ କରିବେ। ମୋତେ ପୁତ୍ରଦାନ ଦିଅନ୍ତୁ, ସୂର୍ଯ୍ୟ ବଂଶ ରକ୍ଷା କରନ୍ତୁ, ଯୁଗେ ଯୁଗେ ତୁମର ଏହି କୀର୍ତ୍ତି ରହିଥାଉ। ଏତିକି ଶୁଣି ଋଷ୍ୟଶୃଙ୍ଗ ଯୋଗ ଧ୍ୟାନରେ ବସିଲେ। ମନେ ମନେ ଜାଣିଲେ ୟାଙ୍କର ପୁତ୍ର ରୂପରେ ଚକ୍ରଧର ଜନ୍ମ ହେବେ। ନାରାୟଣ 4 ଅଂଶରେ ହେବେ। ରାବଣ ସହ ଦୈତ୍ୟମାନଙ୍କୁ ବିନାଶ କରିବେ। ଦଶରଥ ରାଜାଙ୍କୁ କହିଲେ, ଚାଲ ତୁମ ଦେଶକୁ ଯିବା, ପୁତ୍ରଷ୍ଠି ଯଜ୍ଞ କରିବା। ଦଶରଥ ରାଜା ଋଷ୍ୟଶୃଙ୍ଗ ମୁନି ରଥରେ ବସି ଅଯୋଧ୍ୟାରେ ପହଞ୍ଚିଲେ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆଜି ଏତିକିରେ ଥାଉ। ପୁଣି ଆପଣମାନେ ଶୁଣିବେ ଏ ରାମମୟ କଥା ଆଗାମୀ ଅଧ୍ୟାୟରେ। ଆପଣଙ୍କ ଦୟା ଯଦି ଥିବ, ତ ଦୟା ହେଲେ ନରହରି ପଙ୍ଗୁଜା ଆନ୍ତି ଲଙ୍ଘଗିରି। ପ୍ରଭୁଙ୍କର ଦୟା ହେଲେ କ'ଣ ନ ହେବ? ପଙ୍ଗୁଟେ ବି ପର୍ବତକୁ ଉଠିପାରିବ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ନମସ୍କାର କରି ଆଜି ବିଦାୟ ନେବା। ଜୟ ରାମ ନାରାୟଣ। ଆପଣମାନଙ୍କର ତଥା ଆପଣମାନଙ୍କର ପରିବାର, ପିଲାମାନେ ଆଉ ମୋର ଗୁରୁ ଗୁରୁଜନ ଯେତେ ଅଛନ୍ତି ସମସ୍ତଙ୍କୁ ମୋର ମଥାଲଟା ପ୍ରଣାମ। ଆଉ ସମସ୍ତଙ୍କୁ ଜୟ ରାମ ନାରାୟଣ ଅତି ସୁଖରେ ରଖନ୍ତୁ, ଅତି ଆନନ୍ଦରେ ରଖନ୍ତୁ, ଏତିକି ବିନତି କରି ସେଇ ଝଙ୍କଡ଼ବାସିନୀ ମା ଶାରଳାଙ୍କୁ କୋଟି କୋଟି ପ୍ରଣାମ କରି, ସେ ରାମ ନାରାୟଣଙ୍କୁ, ସେ ଜଗତକର୍ତ୍ତାଙ୍କୁ କୋଟି କୋଟି ପ୍ରଣାମ କରି, 33 କୋଟି ଦେବତାଙ୍କୁ ପ୍ରଣାମ କରି ବିଦାୟ ନେଉଛି। ଜୟ ଶ୍ରୀରାମ।